ଦ୍ୱିତୀୟ ବଂଶାବଳୀ ଅଧ୍ୟାୟ 1। ଅନନ୍ତର ଦାଉଦଙ୍କର ପୁତ୍ର ସଲୋମନ ଆପଣା ରାଜ୍ୟରେ ଦୃଢ଼ୀକୃତ ହେଲେ। ପୁଣି ସଦାପ୍ରଭୁ ତାଙ୍କର ପରମେଶ୍ୱର ତାଙ୍କର ସହବର୍ତ୍ତୀ ହୋଇ ତାଙ୍କୁ ଅତିଶୟ ମହାନ କଲେ। ପୁଣି ସଲୋମନ ସମଗ୍ର ଇସ୍ରାଏଲକୁ ସହସ୍ର ଓ ଶତପତିମାନଙ୍କୁ ବିଚାରକର୍ତ୍ତୃଗଣକୁ ଓ ସମୁଦାୟ ଇସ୍ରାଏଲ ମଧ୍ୟରେ ପିତୃବଂଶ ପ୍ରଧାନ ପ୍ରତ୍ୟେକ ଅଧିପତିଙ୍କୁ ଆଜ୍ଞା ଦେଲେ। ତହୁଁ ସଲୋମନ ଓ ତାଙ୍କ ସଙ୍ଗେ ସମଗ୍ର ସମାଜ ଗିବିଅନସ୍ଥିତ ଉଚ୍ଚସ୍ଥଳୀକି ଗଲେ, କାରଣ ସଦାପ୍ରଭୁଙ୍କ ସେବକ ମୋଶାଙ୍କ ଦ୍ୱାରା ପ୍ରାନ୍ତରରେ ନିର୍ମିତ ପରମେଶ୍ୱରଙ୍କ ସମାଗମ ତମ୍ବୁ ସେଠାରେ ଥିଲା। ମାତ୍ର ଦାଉଦ କିରିୟତ୍ ଜିଆରିମ୍ ଠାରୁ ପରମେଶ୍ୱରଙ୍କ ସିନ୍ଦୁକ ନିମନ୍ତେ ଆପଣାର ପ୍ରସ୍ତୁତ ସ୍ଥାନକୁ ତାହା ଆଣିଥିଲେ, କାରଣ ସେ ତହିଁ ନିମନ୍ତେ ଜିରୁସାଲେମରେ ଏକ ତମ୍ବୁ ସ୍ଥାପନ କରିଥିଲେ। ଆଉ ହୁରର ପୌତ୍ର ଉରିର ପୁତ୍ର ବତ୍ସଲଲ ଯେଉଁ ପିତ୍ତଳମୟ ଯଜ୍ଞବେଦୀ ନିର୍ମାଣ କରିଥିଲା, ତାହା ସେଠାସ୍ଥିତ ସଦାପ୍ରଭୁଙ୍କ ଆବାସ ସମ୍ମୁଖରେ ଥିଲା। ପୁଣି ସଲୋମନ ଓ ସମାଜ ତହିଁ ନିକଟରେ ଅନ୍ୱେଷଣ କଲେ। ପୁଣି ସଲୋମନ ସେଠାକୁ ସମାଗମ ତମ୍ବୁ ନିକଟସ୍ଥ ସଦାପ୍ରଭୁଙ୍କ ସମ୍ମୁଖବର୍ତ୍ତୀ ପିତ୍ତଳମୟ ଯଜ୍ଞବେଦୀକି ଯାଇ ତହିଁ ଉପରେ 1,000 ହୋମବଳି ଉତ୍ସର୍ଗ କଲେ। ସେହି ରାତ୍ରି ପରମେଶ୍ୱର ସଲୋମନକୁ ଦର୍ଶନ ଦେଇ କହିଲେ, ଆମ୍ଭେ ତୁମକୁ କଣ ଦେବା ତାହା ମାଗ। ତହିଁରେ ସଲୋମନ ପରମେଶ୍ୱରଙ୍କୁ କହିଲେ, ତୁମ୍ଭେ ମୋ ପିତା ଦାଉଦଙ୍କ ପ୍ରତି ମହା ଦୟା ପ୍ରକାଶ କରିଅଛ ଓ ତାଙ୍କର ପଦରେ ମତେ ରାଜା କରିଅଛ। ଏବେ ହେ ସଦାପ୍ରଭୁ ପରମେଶ୍ୱର, ମୋ ପିତା ଦାଉଦଙ୍କ ପ୍ରତି ତୁମ୍ଭର ପ୍ରତିଜ୍ଞା ସ୍ଥିରୀକୃତ ହେଉ, କାରଣ ତୁମ୍ଭେ ପୃଥିବୀର ଧୂଳିତୁଲ୍ୟ ବହୁ ସଂଖ୍ୟକ ଏକ ଗୋଷ୍ଠୀ ଉପରେ ମତେ ରାଜା କରିଅଛ। ମୁଁ ଯେପରି ଏହି ଲୋକମାନଙ୍କ ସମ୍ମୁଖରେ ବାହାରେ ଯିବାକୁ ଓ ଭିତରେ ଆସିବାକୁ ପାରିବି, ଏଥିପାଇଁ ମତେ ଜ୍ଞାନ ଓ ବୁଦ୍ଧି ଦିଅ, କାରଣ ଏପରି ବୃହତ୍ ତୁମ୍ଭର ଏହି ଗୋଷ୍ଠୀକି କିଏ ବିଚାର କରିପାରିବ? ତହିଁରେ ପରମେଶ୍ୱର ସଲୋମନକୁ କହିଲେ, ତୁମ୍ଭେ ଧନ ସମ୍ପତ୍ତି କି ସମ୍ଭ୍ରମ କିଏବା ତୁମ୍ଭ ଘୃଣାକାରୀମାନଙ୍କ ପ୍ରାଣ ଅଥବା ଦୀର୍ଘାୟୁ ହିଁ ମାଗିନାହ। ମାତ୍ର ଆମ୍ଭେ ଆପଣାର ଯେଉଁ ଲୋକମାନଙ୍କ ଉପରେ ତୁମ୍ଭକୁ ରାଜା କରିଅଛୁ, ସେମାନଙ୍କ ବିଚାର କରିବା ନିମନ୍ତେ ଆପଣା ପାଇଁ ଜ୍ଞାନ ଓ ବୁଦ୍ଧି ମାଗିଅଛ। ଏଣୁ ଏହି କଥା ତୁମ୍ଭର ହୃଦଗତ ହେବାରୁ ଜ୍ଞାନ ଓ ବୁଦ୍ଧି ତୁମ୍ଭକୁ ଦତ୍ତ ହେଲା। ପୁଣି ଆମ୍ଭେ ତୁମକୁ ଏପରି ଧନ ଓ ସମ୍ପତ୍ତି ଓ ସମ୍ଭ୍ରମ ଦେବା ଯେ ତୁମ୍ଭର ପୂର୍ବବର୍ତ୍ତୀ ରାଜାମାନଙ୍କ ମଧ୍ୟରୁ କେହି ସେପରି ପାଇନାହିଁ, କି ତୁମ୍ଭ ଉତ୍ତାରେ ଆଉ କେହି ସେପରି ପାଇବ ନାହିଁ। ତହୁଁ ସଲୋମନ ଗିବିଅନସ୍ଥିତ ଉଚ୍ଚସ୍ଥଳୀର ଯାତ୍ରାରୁ ଓ ସମାଗମ ତମ୍ବୁ ସମ୍ମୁଖରୁ ଜିରୁସାଲେମକୁ ଆସିଲେ, ଆଉ ସେ ଇସ୍ରାଏଲ ଉପରେ ରାଜ୍ୟ କଲେ। ଏ ଉତ୍ତାରେ ସଲୋମନ ରଥ ଓ ଅଶ୍ୱାରୋହୀମାନଙ୍କୁ ସଂଗ୍ରହ କଲେ। ତାଙ୍କର 1,400 ରଥ ଓ 12,000 ଅଶ୍ୱାରୋହୀ ଥିଲେ। ସେମାନଙ୍କୁ ସେ ରଥନଗରମାନରେ ଓ ରାଜାଙ୍କ ନିକଟରେ ଜିରୁସାଲେମରେ ରଖିଲେ। ପୁଣି ରାଜା ଜିରୁସାଲେମରେ ରୂପା ଓ ସୁନାକୁ ପଥର ପରି ଓ ବାହୁଲ୍ୟ ହେତୁରୁ ଏରସ୍ କାଷ୍ଠକୁ ତଳଭୂମିସ୍ଥ ଡିମ୍ବୁରି ବୃକ୍ଷ ପରି କଲେ। ଆଉ ସଲୋମନଙ୍କର ଅଶ୍ୱ ସବୁ ମିଶରରୁ ଅଣାଗଲା। ରାଜାଙ୍କର ବଣିକମାନେ ପ୍ରତ୍ୟେକ ପଲର ମୂଲ୍ୟ ଦେଇ ପଲ ପଲ କରି ପାଇଲେ। ଆଉ ମିଶରରୁ କ୍ରୀତ ଓ ଆନିତ ଏକ ଏକ ରଥର ମୂଲ୍ୟ 600 ରୌପ୍ୟ ମୁଦ୍ରା ଓ ଏକ ଏକ ଅଶ୍ୱର ମୂଲ୍ୟ 150 ମୁଦ୍ରା ଥିଲା। ଏହି ରୂପେ ସେମାନଙ୍କ ଦ୍ୱାରା ହିତ୍ତୀୟ ଓ ଅରାମୀୟ ସମସ୍ତ ରାଜାଙ୍କ ନିମନ୍ତେ ହିଁ ସେସବୁ ଅଣାଯିବାର ରୀତି ଥିଲା। ଦ୍ୱିତୀୟ ବଂଶାବଳୀ ଅଧ୍ୟାୟ 2। ଅନନ୍ତର ସଲୋମନ ସଦାପ୍ରଭୁଙ୍କ ନାମ ଉଦ୍ଦେଶ୍ୟରେ ଏକ ଗୃହ ଓ ଆପଣା ରାଜ୍ୟ ପାଇଁ ଏକ ଗୃହ ନିର୍ମାଣ କରିବାକୁ ମନସ୍ଥ କଲେ। ପୁଣି ସଲୋମନ ଭାର ବହନାର୍ଥେ 70,000 ଲୋକ ଓ ପର୍ବତରେ 80,000 କଟାଳି ଲୋକ ଓ ସେମାନଙ୍କ କାର୍ଯ୍ୟର ତତ୍ତ୍ୱାବଧାରଣ ନିମନ୍ତେ 3,600 ଲୋକ ନିଯୁକ୍ତ କଲେ। ଆଉ ସଲୋମନ ସୋରର ରାଜା ହୁରମ ନିକଟକୁ ଲୋକ ପଠାଇ କହିଲେ, ଆପଣ ମୋ ପିତା ଦାଉଦଙ୍କ ପ୍ରତି ଯେପରି ବ୍ୟବହାର କରିଥିଲେ ଓ ତାଙ୍କ ବସତି ଗୃହର ନିର୍ମାଣ ନିମନ୍ତେ ଏରସ୍ କାଷ୍ଠ ପଠାଇଥିଲେ, ସେହିପରି ମୋ ପ୍ରତି ବ୍ୟବହାର କରନ୍ତୁ। ଦେଖନ୍ତୁ, ମୁଁ ସଦାପ୍ରଭୁ ମୋ ପରମେଶ୍ୱରଙ୍କ ନାମ ନିମନ୍ତେ ଗୋଟିଏ ଗୃହ ନିର୍ମାଣ କରିବାକୁ ଉଦ୍ୟତ ଅଛି। ତାହାଙ୍କ ସମ୍ମୁଖରେ ସୁଗନ୍ଧି ଧୂପ ଜଳାଇବା ପାଇଁ ଓ ନିତ୍ୟ ଦର୍ଶନୀୟ ରୋଟି ପାଇଁ ପ୍ରତି ପ୍ରଭାତରେ ଓ ସନ୍ଧ୍ୟାରେ, ବିଶ୍ରାମବାରରେ ଓ ଅମାବାସ୍ୟାରେ ଓ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନିରୂପିତ ପର୍ବ ସବୁରେ
ହୋମବଳି ନିମନ୍ତେ ତାହା ମୁଁ ପ୍ରତିଷ୍ଠା କରିବି। ଏହା ଇସ୍ରାଏଲ ପ୍ରତି ନିତ୍ୟ ଏକ ବିଧି ଅଟେ। ଆଉ ମୁଁ ଯେଉଁ ଗୃହ ନିର୍ମାଣ କରିବି ତାହା ବୃହତ୍ ହେବ, କାରଣ ସମସ୍ତ ଦେବତାଠାରୁ ଆମ୍ଭମାନଙ୍କ ପରମେଶ୍ୱର ମହାନ ଅଟନ୍ତି। ମାତ୍ର ତାହାଙ୍କ ନିମନ୍ତେ ଗୃହ ନିର୍ମାଣ କରିବାକୁ କିଏ ସମର୍ଥ? ଯେହେତୁ ସ୍ୱର୍ଗ ଓ ସ୍ୱର୍ଗର ସ୍ୱର୍ଗ ହିଁ ତାହାଙ୍କୁ ଧାରଣ କରି ନ ପାରେ, ତେବେ ମୁଁ କିଏ ଯେ ତାହାଙ୍କ ପାଇଁ ଗୃହ ନିର୍ମାଣ କରିବି? କେବଳ ତାହାଙ୍କ ସମ୍ମୁଖରେ ଧୂପ ଜଳାଇବା ପାଇଁ ତାହା କରିବି। ଏହେତୁ ମୋ ପିତା ଦାଉଦଙ୍କ ଦ୍ୱାରା ନିଯୁକ୍ତ ଯେଉଁ ନିପୁଣ ଲୋକମାନେ ଜିହୁଦାରେ ଓ ଜେରୁସାଲେମରେ ମୋ ନିକଟରେ ଅଛନ୍ତି, ସେମାନଙ୍କ ସଙ୍ଗେ ସୁନା ଓ ରୂପା ଓ ପିତ୍ତଳ ଓ ଲୁହା ଓ ଧୂମ୍ର ଓ ସିନ୍ଦୁର ଓ ନୀଳସୂତ୍ରର କର୍ମରେ ଓ ସର୍ବପ୍ରକାର ଖୋଦନ କର୍ମରେ ନିପୁଣ ଏକ ଲୋକକୁ ମୋ କତିକି ପଠାନ୍ତୁ। ଆଉ ଲିବାନୋନରୁ ଏରସ୍ କାଷ୍ଠ ଓ ଦେବଦାରୁ କାଷ୍ଠ ଓ ଚନ୍ଦନ କାଷ୍ଠ ମୋ କତିକି ପଠାନ୍ତୁ, କାରଣ ମୁଁ ଜାଣେ ଆପଣଙ୍କ ଦାସମାନେ ଲିବାନୋନରେ କାଷ୍ଠ କାଟିବାରେ ନିପୁଣ। ଆଉ ଦେଖନ୍ତୁ, ମୋ ଦାସମାନେ ମଧ୍ୟ ପ୍ରଚୁର କାଷ୍ଠ ପ୍ରସ୍ତୁତ କରିବା ପାଇଁ ଆପଣଙ୍କ ଦାସମାନଙ୍କ ସଙ୍ଗେ ରହିବେ। ଯେହେତୁ ମୁଁ ଯେଉଁ ଗୃହ ନିର୍ମାଣ କରିବାକୁ ଉଦ୍ୟତ ଅଛି ତାହା ଆଶ୍ଚର୍ଯ୍ୟ ଓ ବୃହତ୍ ହେବ। ଆଉ ଦେଖନ୍ତୁ, ମୁଁ ଆପଣଙ୍କ ଦାସ କାଠକଟାଳିମାନଙ୍କୁ 20,000 ମହଣ ମଳା ଗହମ ଓ 20,000 ମହଣ ଯବ ଓ 20,000 ମହଣ ଦ୍ରାକ୍ଷାରସ ଓ 20,000 ମହଣ ତୈଳ ଦେବି। ତହିଁରେ ସୋରର ରାଜା ହୁରମ ସଲୋମନଙ୍କ ନିକଟକୁ ଏହି ଉତ୍ତର ଲେଖି ପଠାଇଲା, ସଦାପ୍ରଭୁ ଆପଣା ଲୋକମାନଙ୍କୁ ପ୍ରେମ କରନ୍ତି, ଏହେତୁ ସେମାନଙ୍କ ଉପରେ ସେ ତୁମ୍ଭକୁ ରାଜା କରିଅଛନ୍ତି। ହୁରମ ଆହୁରି କହିଲା, ସ୍ୱର୍ଗ ଓ ପୃଥିବୀର ସୃଷ୍ଟିକର୍ତ୍ତା ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଧନ୍ୟ ହୁଅନ୍ତୁ। ସେ ସଦାପ୍ରଭୁଙ୍କ ନିମନ୍ତେ ଏକ ଗୃହ ଓ ଆପଣା ରାଜ୍ୟ ନିମନ୍ତେ ଏକ ଗୃହ ନିର୍ମାଣ କରିବା ପାଇଁ ଦାଉଦ ରାଜାଙ୍କୁ ବୁଦ୍ଧି ଓ ବିବେଚନା ବିଶିଷ୍ଟ ଏକ ଜ୍ଞାନବାନ ପୁତ୍ର ଦେଇଅଛନ୍ତି। ଏବେ ମୁଁ ମୋ ପିତା ହୁରମଙ୍କର ଏକ ଜଣ ନିପୁଣ ବୁଦ୍ଧିମାନ ଲୋକ ପଠାଇଲି। ସେ ଦାନବଂଶୀୟା ଏକ ସ୍ତ୍ରୀର ପୁତ୍ର, ତାହାର ପିତା ସ୍ୱରୀୟ ଲୋକ ଥିଲା। ସେ ସୁନା, ରୂପା, ପିତ୍ତଳ, ଲୁହା, ପ୍ରସ୍ତର, କାଷ୍ଠ ଓ ଧୂମ୍ର, ନୀଳ, କ୍ଷମ ଓ ସିନ୍ଦୁରବର୍ଣ୍ଣ ସୂତ୍ରର କାର୍ଯ୍ୟରେ ମଧ୍ୟ ସର୍ବପ୍ରକାର ଖୋଦନ କାର୍ଯ୍ୟ ଓ ସର୍ବପ୍ରକାର କଳ୍ପନାର କାର୍ଯ୍ୟ କରିବାକୁ ନିପୁଣ। ତାହାକୁ ଆପଣଙ୍କ ନିପୁଣ ଲୋକମାନଙ୍କ ମଧ୍ୟରେ ଓ ଆପଣଙ୍କ ପିତା ମୋ ପ୍ରଭୁ ଦାଉଦଙ୍କ ନିପୁଣ ଲୋକମାନଙ୍କ ମଧ୍ୟରେ ସ୍ଥାନ ଦିଆଯାଉ। ଏହେତୁ ମୋ ପ୍ରଭୁ ଯେଉଁ ଗହମ ଓ ଯବ, ତୈଳ ଓ ଦ୍ରାକ୍ଷାରସ ବିଷୟ କହିଅଛନ୍ତି, ତାହା ସେ ଆପଣା ଦାସମାନଙ୍କ ନିକଟକୁ ପଠାଇ ଦେଉନ୍ତୁ। ତହିଁରେ ଆପଣଙ୍କର ଯେତେ କାଷ୍ଠ ପ୍ରୟୋଜନ ହେବ, ତାହା ଆମ୍ଭେମାନେ ଲିବାନୋନରୁ କାଟିବୁ। ଆଉ ଆମ୍ଭେମାନେ ଭେଳା ବାନ୍ଧି ସମୁଦ୍ର ପଥରେ ଜାଫରେ ଆପଣଙ୍କ ନିକଟରେ ପହଞ୍ଚାଇ ଦେବୁ। ତେଣୁ ଆପଣ ତାହା ଜେରୁସାଲେମକୁ ନେଇଯିବେ। ଅନନ୍ତର ସଲୋମନ ଆପଣା ପିତା ଦାଉଦଙ୍କର କୃତ ଗଣନା ଉତ୍ତାରେ ଇସ୍ରାଏଲ ଦେଶରେ ପ୍ରବାସକାରୀ ବିଦେଶୀ ସମସ୍ତଙ୍କୁ ଗଣନା କଲେ। ତହିଁରେ 1,53,600 ଲୋକ ମିଳିଲେ। ତେଣୁ ସେ ସେମାନଙ୍କ ମଧ୍ୟରୁ ଭାର ବହିବା ପାଇଁ 70,000 ଲୋକ ଓ ପର୍ବତରେ 80,000 କଟାଳି ଲୋକ ଓ ଲୋକମାନଙ୍କୁ କାର୍ଯ୍ୟ କରାଇବା ପାଇଁ 3,600 କାର୍ଯ୍ୟଶାସକ ନିଯୁକ୍ତ କଲେ। ଦ୍ୱିତୀୟ ବଂଶାବଳୀ ଅଧ୍ୟାୟ 3। ଅନନ୍ତର ସଲୋମନ ଜେରୁସାଲେମସ୍ଥ ମୋରିଆ ପର୍ବତରେ ସଦାପ୍ରଭୁଙ୍କ ଗୃହ ନିର୍ମାଣ କରିବାକୁ ଆରମ୍ଭ କଲେ। ସେହି ସ୍ଥାନରେ ସଦାପ୍ରଭୁ ତାଙ୍କର ପିତା ଦାଉଦଙ୍କୁ ଦର୍ଶନ ଦେଇଥିଲେ। ଦାଉଦ ଜିବୁସୀୟ ଅରଣନ ଖଳାରେ ଯେଉଁ ସ୍ଥାନ ନିରୂପଣ କରିଥିଲେ, ସେହିଠାରେ ସେ ତାହା ପ୍ରସ୍ତୁତ କଲେ। ପୁଣି ସେ ଆପଣା ଅଧିକାରର 4th ବର୍ଷର 2ୟ ମାସର 2ୟ ଦିନରେ ନିର୍ମାଣ କରିବାକୁ ଆରମ୍ଭ କଲେ। ସଲୋମନ ପରମେଶ୍ୱରଙ୍କ ଗୃହ ନିର୍ମାଣ ନିମନ୍ତେ ଯେଉଁ ମୂଳଦୁଆ ସ୍ଥାପନ କଲେ, ତାହା ଏହି। ହସ୍ତର ପ୍ରାଚୀନ ପରିମାଣାନୁସାରେ ଦୀର୍ଘତା 60 ହାତ ଓ ପ୍ରସ୍ଥ 20 ହାତ ଥିଲା। ପୁଣି ଗୃହର ସମ୍ମୁଖସ୍ଥ ବରଣ୍ଡାର ଦୀର୍ଘତା ଗୃହର ପ୍ରସ୍ଥାନୁସାରେ 20 ହାତ ଓ ଉଚ୍ଚତା 120 ହାତ ଥିଲା। ଆଉ ସେ ତହିଁର ଭିତର ଭାଗ ଶୁଦ୍ଧ ସୁବର୍ଣ୍ଣରେ ମଡ଼ାଇଲେ। ପୁଣି ସେ ଉତ୍ତମ ସ୍ୱର୍ଣ୍ଣମଣ୍ଡିତ ଦେବଦାରୁ କାଷ୍ଠରେ ବୃହତ୍ ଗୃହ ଆଚ୍ଛାଦନ କଲେ ଓ ତହିଁ ଉପରେ ଖର୍ଜୁର ବୃକ୍ଷ ଓ ଜଞ୍ଜିରର ଆକୃତି କଲେ। ପୁଣି ସେ ଶୋଭା ନିମନ୍ତେ ଗୃହକୁ ବହୁମୂଲ୍ୟ ପ୍ରସ୍ତରରେ ଭୂଷିତ କଲେ। ସେହି ସ୍ୱର୍ଣ୍ଣ ପର୍ବଇମ୍ ଦେଶର ସ୍ୱର୍ଣ୍ଣ ଥିଲା। ମଧ୍ୟ ଗୃହ, କଡ଼ି, ଚୌକାଠ ଓ ତହିଁର କାନ୍ଥ ଓ ତହିଁର କବାଟ ସବୁ ସେ ସୁବର୍ଣ୍ଣରେ ମଡ଼ାଇଲେ। ଆଉ
କାନ୍ଥରେ କିରୁବାକୃତି ଖୋଳିଲେ। ପୁଣି ସେ ମହାପବିତ୍ର ଗୃହ ନିର୍ମାଣ କଲେ। ତହିଁର ଦୀର୍ଘତା ଗୃହର ପ୍ରସ୍ଥାନୁସାରେ 20 ହାତ ଓ ତହିଁର ପ୍ରସ୍ଥ 20 ହାତ ଥିଲା। ଆଉ ସେ 600 ତାଳନ୍ତ ଉତ୍ତମ ସୁବର୍ଣ୍ଣରେ ତାହା ମଡ଼ାଇଲେ। ଆଉ କଣ୍ଟାର ପରିମାଣ 50 ସେକଲ ସ୍ୱର୍ଣ୍ଣ ଥିଲା। ପୁଣି ସେ ଉପର କୋଠରୀମାନ ସୁବର୍ଣ୍ଣରେ ମଡ଼ାଇଲେ। ଆଉ ସେ ମହାପବିତ୍ର ଗୃହରେ ପିତୁଳା କର୍ମର 2 କିରୁବ ନିର୍ମାଣ କଲେ ଓ ସେମାନେ ତାହା ସୁବର୍ଣ୍ଣରେ ମଡ଼ାଇଲେ। ଏହି କିରୁବମାନଙ୍କର ପକ୍ଷ 20 ହାତ ଦୀର୍ଘ ଥିଲା। ଏକ କିରୁବର ପକ୍ଷ 5 ହାତ ଥାଇ ଗୃହର କାନ୍ଥକୁ ସ୍ପର୍ଶ କଲା ଓ ଅନ୍ୟ ପକ୍ଷ ସେହିପରି 5 ହାତ ଥାଇ ଅନ୍ୟ କିରୁବର ପକ୍ଷକୁ ସ୍ପର୍ଶ କଲା। ଅନ୍ୟ କିରୁବର ପକ୍ଷ 5 ହାତ ଥାଇ ଗୃହର କାନ୍ଥକୁ ସ୍ପର୍ଶ କଲା ଓ ଅନ୍ୟ ପକ୍ଷ ମଧ୍ୟ 5 ହାତ ଥାଇ ଅନ୍ୟ କିରୁବର ପକ୍ଷକୁ ଲାଗିଲା। ଏହି କିରୁବମାନଙ୍କର ପକ୍ଷ 20 ହାତ ବିସ୍ତାରିତ ଥିଲା। ସେମାନେ ଚରଣରେ ଠିଆ ହେଲେ ଓ ସେମାନଙ୍କର ମୁଖ ଗୃହ ଆଡ଼କୁ ଥିଲା। ପୁଣି ସେ ନୀଳ ଓ ଧୂମ୍ର ଓ ସିନ୍ଦୁର ବର୍ଣ୍ଣ ଓ କ୍ଷମସୂତ୍ରର ବିଚ୍ଛେଦ ବସ୍ତ୍ର ପ୍ରସ୍ତୁତ କରି ତହିଁ ଉପରେ କିରୁବଗଣର ଆକୃତି କଲେ। ଆହୁରି ସେ ଗୃହ ସମ୍ମୁଖରେ 35 ହାତ ଉଚ୍ଚ 2 ସ୍ତମ୍ଭ ନିର୍ମାଣ କଲେ ଓ ସେହି ପ୍ରତ୍ୟେକର ଉପରିସ୍ଥ ମୁଣ୍ଡାଳି 5 ହାତ ଥିଲା। ଆଉ ସେ ଗର୍ଭାଗାରରେ ଜଞ୍ଜିର ନିର୍ମାଣ କରି ସେହି ସ୍ତମ୍ଭ ଉପରେ ରଖିଲେ ଓ 100 ଡାଳିମ୍ବ ଆକୃତି କରି ସେହି ଜଞ୍ଜିର ଉପରେ ରଖିଲେ। ଆଉ ସେ ମନ୍ଦିର ସମ୍ମୁଖରେ ସେହି 2 ସ୍ତମ୍ଭକୁ ଦକ୍ଷିଣ ପାର୍ଶ୍ୱରେ 1 ଓ ବାମ ପାର୍ଶ୍ୱରେ 1 କରି ସ୍ଥାପନ କଲେ। ଆଉ ଦକ୍ଷିଣ ପାର୍ଶ୍ୱସ୍ଥ ସ୍ତମ୍ଭର ନାମ ଜାଖିନ୍ ଓ ବାମ ପାର୍ଶ୍ୱସ୍ଥ ସ୍ତମ୍ଭର ନାମ ବୋୟସ ରଖିଲେ। ଦ୍ୱିତୀୟ ବଂଶାବଳୀ ଅଧ୍ୟାୟ 4। ଆହୁରି ସେ ଏକ ପିତ୍ତଳମୟ ଯଜ୍ଞବେଦୀ ନିର୍ମାଣ କଲେ। ତହିଁର ଦୀର୍ଘତା 20 ହାତ ଓ ତହିଁର ପ୍ରସ୍ଥ 20 ହାତ ଓ ତହିଁର ଉଚ୍ଚତା 10 ହାତ। ମଧ୍ୟ ସେ ଛାଞ୍ଚରେ ଢଳା ଗୋଲାକାର ସମୁଦ୍ର ରୂପ ପାତ୍ର ନିର୍ମାଣ କଲେ। ତାହା ଫନ୍ଦଠାରୁ ଫନ୍ଦ ପର୍ଯ୍ୟନ୍ତ 10 ହାତ ଓ ତହିଁର ଉଚ୍ଚତା 5 ହାତ। ଆଉ ତହିଁର ପରିଧି 30 ହାତ ଥିଲା। ତହିଁ ତଳେ ବଳଦମାନର ଆକୃତି ଥିଲା। ସେମାନେ ତହିଁର ଚତୁର୍ଦିଗ ଘେରିଲେ 10 ହାତ ଲେଖାଏଁ ଥାଇ ସମୁଦ୍ର ରୂପ ପାତ୍ର ବେଷ୍ଟନ କଲେ। ସେହି ବଳଦମାନ 2 ଧାଡ଼ିରେ ଥିଲେ। ସମୁଦ୍ର ରୂପ ପାତ୍ର ଢଳାଯିବା ସମୟରେ ତାହା ସବୁ ଢଳା ଯାଇଥିଲେ। ସେହି ପାତ୍ର 12 ଗୋରୁ ଉପରେ ସ୍ଥାପିତ ଥିଲା। 3ର ମୁଖ ଉତ୍ତରକୁ ଓ 3ର ମୁଖ ପଶ୍ଚିମକୁ ଓ 3ର ମୁଖ ଦକ୍ଷିଣକୁ ଓ 3ର ମୁଖ ପୂର୍ବକୁ ଥିଲା। ପୁଣି ସମୁଦ୍ର ରୂପ ପାତ୍ର ସେମାନଙ୍କ ଉପରେ ଅବସ୍ଥାପିତ ଓ ସେମାନଙ୍କ ପଶ୍ଚାତ୍ ଭାଗ ସବୁ ଭିତରକୁ ଥିଲା। ସେହି ପାତ୍ର 4 ଅଙ୍ଗୁଳି ମୋଟ। ତହିଁର ଫନ୍ଦ ତାଟିଆର ଫନ୍ଦ ପରି ନିର୍ମିତ। ଶୋଷଣ ପୁଷ୍ପ ତୁଲ୍ୟ ଥିଲା। ତାହା 3000 ମହଣ ଧରିଲା। ଆହୁରି ସେ 10 ପ୍ରକ୍ଷାଳନ ପାତ୍ର ନିର୍ମାଣ କଲେ ଓ ପ୍ରକ୍ଷାଳନାର୍ଥେ 5ଟି ଦକ୍ଷିଣ ଭାଗରେ ଓ 5ଟି ବାମ ଭାଗରେ ରଖିଲେ। ସେମାନେ ହୋମବଳି ସମ୍ବନ୍ଧୀୟ ସାମଗ୍ରୀ ସେ ସବୁରେ ପ୍ରକ୍ଷାଳନ କଲେ। ମାତ୍ର ସମୁଦ୍ର ରୂପ ପାତ୍ର ଯାଜକମାନଙ୍କର ସ୍ନାନାର୍ଥେ ଥିଲା। ଆଉ ସେ ଦୀପବୃକ୍ଷ ବିଷୟକ ବିଧାନାନୁସାରେ 10 ସୁବର୍ଣ୍ଣମୟ ଦୀପବୃକ୍ଷ ନିର୍ମାଣ କଲେ। ଆଉ 5ଟି ଦକ୍ଷିଣ ଭାଗରେ ଓ 5ଟି ବାମ ଭାଗରେ ମନ୍ଦିରରେ ସ୍ଥାପନ କଲେ। ଆହୁରି ସେ 10 ମେଜ ନିର୍ମାଣ କରି 5ଟି ଦକ୍ଷିଣ ଭାଗରେ ଓ 5ଟି ବାମ ଭାଗରେ ମନ୍ଦିରରେ ରଖିଲେ। ଆଉ ସେ 100 ସୁବର୍ଣ୍ଣ କୁଣ୍ଡ ନିର୍ମାଣ କଲେ। ଆହୁରି ସେ ଯାଜକମାନଙ୍କର ପ୍ରାଙ୍ଗଣ ଓ ବୃହତ୍ ପ୍ରାଙ୍ଗଣ ଓ ପ୍ରାଙ୍ଗଣ ଦ୍ୱାର ନିର୍ମାଣ କଲେ। ଆଉ ତହିଁର କବାଟ ସବୁ ପିତ୍ତଳରେ ମଡ଼ାଇଲେ। ପୁଣି ସେ ପୂର୍ବ ଦିଗସ୍ଥ ଗୃହର ଡାହାଣ ପାଖରେ ଦକ୍ଷିଣ ଆଡ଼କୁ ସମୁଦ୍ର ରୂପ ପାତ୍ର ସ୍ଥାପନ କଲେ। ଆଉ ହୁରମ୍ ପାତ୍ର ଓ କରଚୁଲି ଓ କୁଣ୍ଡ ସବୁ ନିର୍ମାଣ କଲା। ଏହି ରୂପେ ହୁରମ୍ ପରମେଶ୍ୱରଙ୍କ ଗୃହରେ ସଲୋମନ ରାଜାଙ୍କ ନିମନ୍ତେ ଆପଣା କରିବା କାର୍ଯ୍ୟ ସମାପ୍ତ କଲା। ଅର୍ଥାତ୍ 2 ସ୍ତମ୍ଭ ଓ ସେହି ସ୍ତମ୍ଭ ଉପରିସ୍ଥ ଗୋଲାକାର ଓ 2 ମୁଣ୍ଡାଳି ଓ ସ୍ତମ୍ଭ ଉପରିସ୍ଥ ମୁଣ୍ଡାଳିର 2 ଗୋଲାକାର ଆଚ୍ଛାଦନାର୍ଥେ 2 ଜାଲିକର୍ମ ଓ ସେହି 2 ଜାଲିକର୍ମ ନିମନ୍ତେ 400 ଡାଳିମ୍ବ ଅର୍ଥାତ୍ ସ୍ତମ୍ଭ ଉପରିସ୍ଥ ମୁଣ୍ଡାଳିର 2 ଗୋଲାକାର ଆଚ୍ଛାଦନାର୍ଥେ ପ୍ରତ୍ୟେକ ଜାଲିକର୍ମ ପାଇଁ 2 ଧାଡ଼ି ଡାଳିମ୍ବ କଲା। ଆହୁରି ସେ ବୈଠିକିମାନ ନିର୍ମାଣ କଲା ଓ ସେ ବୈଠିକି ଉପରିସ୍ଥ ପ୍ରକ୍ଷାଳନ ପାତ୍ର ନିର୍ମାଣ କଲା। ଏକ ସମୁଦ୍ର ରୂପ ପାତ୍ର ଓ ତହିଁ ତଳସ୍ଥ 12 ଗୋରୁ
ମଧ୍ୟ ତାହାର ପିତା ହୁରମ ସଲୋମନ ରାଜାଙ୍କ ନିମନ୍ତେ ସଦାପ୍ରଭୁଙ୍କ ଗୃହ ପାଇଁ ଉଜ୍ଜଳ ପିତ୍ତଳରେ ହାଣ୍ଡି ଓ କରଚୁଲି ଓ ତ୍ରିଶୂଳ ଓ ତହିଁର ସକଳ ପାତ୍ର ନିର୍ମାଣ କଲା। ରାଜା ଜର୍ଦ୍ଦନ ପଦାରେ ସୁକ୍କୋତ ଓ ସରୋଦା ମଧ୍ୟସ୍ଥିତ ଚିକ୍କଣ ଭୂମିରେ ତାହା ସବୁ ଢଳାଇଲେ। ଏହି ପ୍ରକାରେ ସଲୋମନ ଅତି ବହୁଳ ରୂପେ ଏହିସବୁ ପାତ୍ର ନିର୍ମାଣ କଲେ। ପିତ୍ତଳର ପରିମାଣ ଜଣାଯାଇ ପାରିଲା ନାହିଁ। ପୁଣି ସଲୋମନ ପରମେଶ୍ୱରଙ୍କ ଗୃହସ୍ଥିତ ସମସ୍ତ ସାମଗ୍ରୀ ମଧ୍ୟ ସ୍ୱର୍ଣ୍ଣମୟ ଯଜ୍ଞବେଦୀ ଓ ଦର୍ଶନୀୟ ରୋଟି ରଖିବାର ମେଜ ଆଉ ବିଧିମତେ ଗର୍ଭାଗାର ସମ୍ମୁଖରେ ଜଳାଇବା ନିମନ୍ତେ ନିର୍ମଳ ସ୍ୱର୍ଣ୍ଣମୟ ଦୀପବୃକ୍ଷ ଓ ତହିଁର ପ୍ରଦୀପ ସକଳ ଓ ସ୍ୱର୍ଣ୍ଣମୟ ପୁଷ୍ପ ଓ ପ୍ରଦୀପ ଓ ଚିମୁଟା ସବୁ ଶୁଦ୍ଧ ସୁବର୍ଣ୍ଣରେ ନିର୍ମାଣ କଲେ। ଆଉ କତୁରୀ ଓ କୁଣ୍ଡ ଓ ଚମସ ଓ ଅଙ୍ଗାରଧାନୀ ନିର୍ମଳ ସୁବର୍ଣ୍ଣରେ ନିର୍ମାଣ କଲେ। ପୁଣି ଗୃହର ପ୍ରବେଶାର୍ଥକ ମହାପବିତ୍ର ସ୍ଥାନର ଭିତର ଦ୍ୱାର ଓ ଗୃହର ଅର୍ଥାତ୍ ମନ୍ଦିରର ଦ୍ୱାର ସବୁ ସୁବର୍ଣ୍ଣର ଥିଲା। ଦ୍ୱିତୀୟ ବଂଶାବଳୀ ଅଧ୍ୟାୟ 5। ଏହି ରୂପେ ସଦାପ୍ରଭୁଙ୍କ ଗୃହ ନିମନ୍ତେ ସଲୋମନଙ୍କର କୃତ ସମସ୍ତ କାର୍ଯ୍ୟ ସମାପ୍ତ ହେଲା। ପୁଣି ସଲୋମନ ଆପଣା ପିତା ଦାଉଦଙ୍କର ପବିତ୍ରୀକୃତ ଦ୍ରବ୍ୟ ସବୁ ଅର୍ଥାତ୍ ରୂପା ଓ ସୁନା ଓ ସମସ୍ତ ସାମଗ୍ରୀ ଭିତରକୁ ଆଣି ପରମେଶ୍ୱରଙ୍କ ଗୃହର ଭଣ୍ଡାରରେ ରଖିଲେ। ତେଣୁ ସଲୋମନ ଦାଉଦନଗର ସିଓନରୁ ସଦାପ୍ରଭୁଙ୍କ ନିୟମ ସିନ୍ଧୁକ ଆଣିବା ପାଇଁ ଇସ୍ରାଏଲର ପ୍ରାଚୀନ ବର୍ଗଙ୍କୁ ଓ ବଂଶୀୟ ପ୍ରଧାନ ସମସ୍ତଙ୍କୁ ଇସ୍ରାଏଲ ସନ୍ତାନଗଣର ପିତୃବଂଶାଧିପତିମାନଙ୍କୁ ଜିରୁସାଲମରେ ଏକତ୍ର କଲେ। ତହିଁରେ ସପ୍ତମ ମାସର ପର୍ବ ସମୟରେ ସମସ୍ତ ଇସ୍ରାଏଲ ଲୋକ ରାଜାଙ୍କ ନିକଟରେ ଏକତ୍ର ହେଲେ। ପୁଣି ଇସ୍ରାଏଲର ସମସ୍ତ ପ୍ରାଚୀନ ବର୍ଗ ଉପସ୍ଥିତ ହୁଅନ୍ତେ ଲେବୀୟମାନେ ସିନ୍ଦୁକ ଉଠାଇଲେ। ପୁଣି ସେମାନେ ସିନ୍ଦୁକ ଓ ସମାଗମ ତମ୍ବୁ ଓ ତମ୍ବୁସ୍ଥିତ ସମସ୍ତ ପବିତ୍ର ପାତ୍ର ଆଣିଲେ। ଲେବୀୟ ଯାଜକମାନେ ତାହା ସବୁ ଆଣିଲେ। ଆଉ ସଲୋମନ ରାଜା ଓ ତାଙ୍କ ନିକଟରେ ଏକତ୍ରିତ ଇସ୍ରାଏଲର ସମଗ୍ର ମଣ୍ଡଳୀ ସିନ୍ଦୁକ ସମ୍ମୁଖରେ ଥାଇ ମେଷ ଓ ଗୋରୁ ବଳିଦାନ କଲେ। ବାହୁଲ୍ୟ ପ୍ରଯୁକ୍ତ ତାହା ସବୁ ଅସଂଖ୍ୟ ଓ ଅଗଣ୍ୟ ଥିଲା। ତହୁଁ ଯାଜକମାନେ ସଦାପ୍ରଭୁଙ୍କ ନିୟମ ସିନ୍ଦୁକ ତହିଁର ସ୍ଥାନକୁ ଅର୍ଥାତ୍ ଗୃହର ଗର୍ଭାଗାର ମହାପବିତ୍ର ସ୍ଥାନ କିରୁବ ଦ୍ୱୟର ପକ୍ଷ ତଳକୁ ଆଣିଲେ। ସେହି କିରୁବମାନେ ସିନ୍ଦୁକ ସ୍ଥାନ ଉପରେ ପକ୍ଷ ବିସ୍ତାର କରିଥିଲେ ଓ କିରୁବମାନେ ଊର୍ଦ୍ଧ୍ୱରୁ ସିନ୍ଦୁକ ଓ ତହିଁର ସାଙ୍ଗି ଆଚ୍ଛାଦନ କଲେ। ପୁଣି ସେହି ସାଙ୍ଗି ଏତେ ଲମ୍ବ ଥିଲା ଯେ ତହିଁର ଅଗ୍ରଭାଗ ଗର୍ଭାଗାର ସମ୍ମୁଖରେ ସିନ୍ଦୁକଠାରୁ ଦେଖାଗଲା, ମାତ୍ର ବାହାରକୁ ଦେଖାଗଲା ନାହିଁ। ଆଜି ପର୍ଯ୍ୟନ୍ତ ତାହା ସେହି ସ୍ଥାନରେ ଅଛି। ଇସ୍ରାଏଲ ସନ୍ତାନଗଣ ମିସ୍ର ଦେଶରୁ ବାହାର ହୋଇ ଆସିବା ବେଳେ ସଦାପ୍ରଭୁ ସେମାନଙ୍କ ସହିତ ନିୟମ କରିବା ସମୟରେ ମୋଶା ହୋରେବ ନିକଟରେ ଯେଉଁ 2 ପ୍ରସ୍ତର ଫଳକ ସିନ୍ଦୁକ ମଧ୍ୟରେ ରଖିଥିଲେ, ତଦ୍ଭିନ୍ନ ତହିଁରେ ଆଉ କିଛି ନଥିଲା। ଉପସ୍ଥିତ ଯାଜକ ସମସ୍ତେ ଆପଣାମାନଙ୍କୁ ପବିତ୍ର କରିଥିଲେ ଓ ଆପଣା ଆପଣା ପାଳିର କର୍ମ କରୁନଥିଲେ। ମଧ୍ୟ ଲେବୀୟ ଗାୟକ ସମସ୍ତେ ଅର୍ଥାତ୍ ଆସଫ, ହେମନ, ଜିଦୁଥୁନ ଓ ସେମାନଙ୍କ ପୁତ୍ର ଓ ଭ୍ରାତୃଗଣ କ୍ଷୋମ ବସ୍ତ୍ର ପିନ୍ଧି କରତାଳ ଓ ନେବଲ ଓ ବୀଣା ଧରି ଯଜ୍ଞବେଦୀର ପୂର୍ବ ଦିଗରେ ଠିଆ ହୋଇଥିଲେ ଓ ସେମାନଙ୍କ ସଙ୍ଗେ ତୁରୀବାଦକ 120 ଜଣ ଯାଜକ ଥିଲେ। ତହୁଁ ଯାଜକମାନେ ପବିତ୍ର ସ୍ଥାନରୁ ବାହାର ହୋଇ ଆସନ୍ତେ ସେହି ତୁରୀବାଦକ ଓ ଗାୟକ ସମସ୍ତେ ଏକ ସ୍ୱରରେ ସଦାପ୍ରଭୁଙ୍କ ପ୍ରଶଂସା ଓ ଧନ୍ୟବାଦ କରିବାକୁ ଏକ ହୁଅନ୍ତେ। ପୁଣି ସଦାପ୍ରଭୁ ମଙ୍ଗଳମୟ, କାରଣ ତାହାଙ୍କର କରୁଣା ସଦାକାଳ ସ୍ଥାୟୀ, ଏହା ବୋଲି ସେମାନେ ତୁରୀ ଓ କରତାଳ ଓ ବାଦ୍ୟଯନ୍ତ୍ର ସହିତ ଉଚ୍ଚ ସ୍ୱରରେ ତାହାଙ୍କର ପ୍ରଶଂସା ଧ୍ୱନି କରନ୍ତେ ସେହି ଗୃହ ଅର୍ଥାତ୍ ସଦାପ୍ରଭୁଙ୍କ ଗୃହ ଏକ ମେଘରେ ଏ ରୂପ ପରିପୂର୍ଣ୍ଣ ହେଲା ଯେ ଯାଜକମାନେ ସେହି ମେଘ ସକାଶୁ ପରିଚର୍ଯ୍ୟା କରିବାକୁ ଠିଆ ହୋଇପାରିଲେ ନାହିଁ, କାରଣ ସଦାପ୍ରଭୁଙ୍କ ପ୍ରତାପ ସଦାପ୍ରଭୁଙ୍କ ଗୃହକୁ ପରିପୂର୍ଣ୍ଣ କଲା। ଗୁଡ୍ ମର୍ଣ୍ଣିଂ ଆଣ୍ଡ ପ୍ରେଜ୍ ଦ ଲର୍ଡ। ଆଜି ବାଇବଲ ପଠନ ଦିନ ସଂଖ୍ୟା 159, ବୁଧବାର। ଆଜି ଆମ୍ଭେମାନେ ଦ୍ୱିତୀୟ ବଂଶାବଳୀ 1 ପର୍ବ ଠାରୁ 5 ପର୍ବକୁ ପାଠ କରିଅଛୁ। ବର୍ତ୍ତମାନ ଆମେ ଦ୍ୱିତୀୟ ବଂଶାବଳୀ ପୁସ୍ତକରେ ଦକ୍ଷିଣ ଜିହୁଦାର ଇତିହାସକୁ ବିସ୍ତାର ଭାବରେ ପାଠ କରିବା। ଇସ୍ରାଏଲ ତଥା ଈଶ୍ୱରଙ୍କ ରାଜ୍ୟର ପ୍ରକୃତ ଇତିହାସ ଯେହେତୁ ଦାଉଦ ବଂଶ ଦେଇ ଆଗକୁ ବଢ଼ିବ, ଏଥିପାଇଁ
ଏହି ପୁସ୍ତକରେ କେବଳ ଦକ୍ଷିଣ ଜିହୁଦାର ରାଜାମାନଙ୍କ ବିଷୟରେ କୁହାଯାଇଛି। ରାଜାବଳୀ ପୁସ୍ତକରେ ନଥିବା ଏପରି ଅନେକ ବିଷୟ ଏଠାରେ ଆଲୋଚନା କରାଯାଇଛି ଓ ଅନେକ ବିଷୟ ଯାହା ରାଜାବଳୀ ପୁସ୍ତକରେ ଅଛି ତାହାକୁ ଏଠାରୁ କାଟି ଦିଆଯାଇଛି, କାରଣ ଏହାର ଲେଖକମାନଙ୍କର ଏକ ଭିନ୍ନ ଦୃଷ୍ଟିକୋଣକୁ ଏଠାରେ ଉପସ୍ଥାପନ କରାଯାଇଛି। ରାଜାବଳୀ ପୁସ୍ତକରେ ଉଲ୍ଲେଖ ଥିବା ଉତ୍ତର ଇସ୍ରାଏଲର ରାଜା, ରାଣୀ ଓ ଭବିଷ୍ୟତ ବକ୍ତା ଆହାବ, ଇସବେଲ, ଏଲିଓ, ଏଲିଶା ଓ ଜେହୁ ସାମିଲ ଥିବା ଓମ୍ରି ଓ ଜେହୁ ବଂଶୀୟ କାହାଣୀର ଇତିହାସ ବିଷୟରେ ଏହି ପୁସ୍ତକରେ କୌଣସି ସୂଚନା ନାହିଁ, ଯାହା ମାଛ ଚିତ୍ରର ଗଣ୍ଡି ବା ଶରୀର ଅଂଶ ଥିଲା। ସଲୋମନଙ୍କ ରାଜ୍ୟ କାଳର ମନ୍ଦିର ନିର୍ମାଣର ବିବରଣ 6ଟି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଓ ତାଙ୍କ ରାଜତ୍ୱର ବିବରଣ ମାତ୍ର 3ଟି ଅଧ୍ୟାୟରେ ସ୍ଥାନ ପାଇଛି। ଆମେ ଏଠାରେ ମନ୍ଦିର ଓ ଉପାସନାର ଗୁରୁତ୍ୱକୁ ଜୋର ଦେଉଥିବା ଏଜ୍ରାଙ୍କ ଦୃଷ୍ଟିକୋଣକୁ ଦେଖିପାରୁଛୁ। ଦାଉଦଙ୍କ ଉତ୍ତାରେ ସଲୋମନ ସିଂହାସନରେ ଆରୋହଣ କରି ଦାଉଦ କରିଥିବା ପ୍ରସ୍ତୁତି ଅନୁସାରେ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କଲେ। ଏହା ମହାପବିତ୍ର ସ୍ଥାନ, ପବିତ୍ର ସ୍ଥାନ ଓ ମନ୍ଦିରର ସାଧାରଣ ସ୍ଥାନରେ ବିଭକ୍ତ କରାଯାଇଥିଲା। ଏହାର ଆୟତନ, ଉପକରଣ ଓ ମନ୍ଦିରର ଆଭ୍ୟନ୍ତରୀଣ ସମସ୍ତ ସାମଗ୍ରୀ ପ୍ରାୟ ଯାତ୍ରା ପୁସ୍ତକ ପରବର୍ତ୍ତୀ ସମାଗମ ତମ୍ବୁ ସଦୃଶ୍ୟ ଥିଲା। ମନ୍ଦିର ନିର୍ମାଣ କାର୍ଯ୍ୟ ସମାପ୍ତ ହେଲା ଉତ୍ତାରେ ଏଣେ ତେଣେ ଭ୍ରମଣ କରୁଥିବା ନିୟମ ସିନ୍ଧୁକକୁ ମନ୍ଦିରକୁ ଆଣି ରଖାଗଲା ଓ ଇସ୍ରାଏଲ ଲୋକମାନେ ଏହି ମନ୍ଦିରରେ ସଦାପ୍ରଭୁଙ୍କର ସେବା କଲେ। ମୋଶାଙ୍କ ସମୟରେ ଯେପରି ସମାଗମ ତମ୍ବୁର ନିର୍ମାଣ କାର୍ଯ୍ୟ ସମାପ୍ତ ହେଲା ଉତ୍ତାରେ ସଦାପ୍ରଭୁଙ୍କ ଗୌରବମୟ ମେଘ ତାହାକୁ ଆଚ୍ଛାଦନ କରିଥିଲା, ଠିକ ସେହିପରି ମନ୍ଦିର ନିର୍ମାଣ କାର୍ଯ୍ୟ ସମାପ୍ତ ହେଲା ଉତ୍ତାରେ ଈଶ୍ୱରଙ୍କ ଗୌରବମୟ ମେଘ ମନ୍ଦିରକୁ ମଧ୍ୟ ପରିପୂର୍ଣ୍ଣ କଲା। ଏହା ଥିଲା ଆଜିର ପଠିତ ଶାସ୍ତ୍ରାଂଶର ସାରାଂଶ। ଖ୍ରୀଷ୍ଟଙ୍କଠାରେ ଏକତ୍ର। ଆହା, ଏହା କି ଆଶୀର୍ବାଦର ବିଷୟ ଅଟେ। ପ୍ରଭୁ ଆଜିର ପଠନରେ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ।